ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ସିବି ଚିନ୍ମୟରେ। ଆପଣମାନଙ୍କ ପାଇଁ ବହୁତ ବଡ଼ ଗୋଟେ ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ୍ ଅଛି ରିଗାର୍ଡ଼ିଂ ସିଜିଏଲ୍ ଏକ୍ଜାମ୍ ରିଲେଟେଡ୍। ଆପଣମାନେ ଜାଣିଥିବେ ସିଜିଏଲ୍ରେ ବହୁତ ଗୁଡ଼ିଏ ପୋଷ୍ଟ ଆସିବାକୁ ଯାଉଛି, ଯାହାକି ଆମର ପୂର୍ବତନ ଚେୟାରମ୍ୟାନ୍ ଅଭୟ ସାର୍ ପିଲାମାନଙ୍କୁ ଡକୁମେଣ୍ଟ ଭେରିଫିକେସନ୍ ସମୟରେ ଅବଗତ କରାଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କ'ଣ ପାଇଁ ସିଜିଏଲ୍ ଭ୍ୟାକେନ୍ସି ଆସୁନାହିଁ ତାହା ରିଲେଟେଡ୍ ବହୁତ ବଡ଼ ନ୍ୟୁଜ୍ ଆମ ପାଖରେ ପହଞ୍ଚିଛି। ସେଇ ନ୍ୟୁଜ୍ଟି ହେଉଛି, ଆପଣ ଜାଣିଥିବେ BSSO ବ୍ଲକ୍ ସୋସିଆଲ୍ ସିକ୍ୟୁରିଟି ଅଫିସର୍, ସେଇ ପୋଷ୍ଟଟି ପୂର୍ବଥର ଓଡ଼ିଶା ସ୍ପେଶାଲ୍ ପୋଷ୍ଟ ଏକ୍ଜାମ୍ରେ ଆସୁଥିଲା, କିନ୍ତୁ ଗଭର୍ଣ୍ଣମେଣ୍ଟ ତାକୁ ସେଇ ସ୍ପେଶାଲ୍ ପୋଷ୍ଟ ଏକ୍ଜାମ୍ରୁ ଏକ୍ସକ୍ଲୁଜନ୍ କରି ଓଡ଼ିଶା ସିଜିଏଲ୍ ରିକ୍ରୁଟମେଣ୍ଟ ଏକ୍ଜାମ୍ରେ ଇନକ୍ଲୁଡ଼ କରିବା ପାଇଁ ଯୋଜନା ରଖିଥିଲେ। ତା ରିଲେଟେଡ୍ ଦେଖନ୍ତୁ, 30 ସେପ୍ଟେମ୍ବର 2024ରେ ଗୋଟେ ଲେଟର୍ GA ଆଣ୍ଡ PG ଡିପାର୍ଟମେଣ୍ଟ ତରଫରୁ ଇସ୍ୟୁ ହୋଇଥିଲା। କାହା ପାଖରୁ? ଶ୍ରୀ ଚିତ୍ତରଞ୍ଜନ ପଣ୍ଡା, ଡେପୁଟି ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ ଟୁ ସେକ୍ରେଟାରୀ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ଭୁବନେଶ୍ୱର। ଲେଟର୍ ନମ୍ବର 28-924, ଡେଟ୍ 30 ସେପ୍ଟେମ୍ବର 2024। ତ ସେଇ ରିଲେଟେଡ୍ ଏବେ ନ୍ୟୁଜ୍ ଆସିବାକୁ ପହଞ୍ଚୁଛି ଯେ ସେଇ ରିଲେଟେଡ୍ ଗଭର୍ଣ୍ଣମେଣ୍ଟ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନକୁ ତା ରିଲେଟେଡ୍ ଏକ୍ସକ୍ଲୁଜନ୍ ରିଲେଟେଡ୍ ଗୋଟେ ଲେଟର୍ ଇସ୍ୟୁ କରିବା ପାଇଁ ପ୍ଲାନିଂ କରିଥିଲେ, ଯାହା ମଧ୍ୟ OSSC ଗଭର୍ଣ୍ଣମେଣ୍ଟ ପାଖକୁ ତାଙ୍କ ପ୍ରପୋଜାଲ୍ ପଠାଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଗଭର୍ଣ୍ଣମେଣ୍ଟ ପାଖକୁ ତାହା ଆମେଣ୍ଡମେଣ୍ଟ ହେଇ କୌଣସି ଜିନିଷ ଆସିନାହିଁ। ତ ବ୍ଲକ୍ ସୋସିଆଲ୍ ସିକ୍ୟୁରିଟି ଅଫିସରର ମୋଟ 147ଟି ପୋଷ୍ଟ ଆସିବାକୁ ଯାଉଛି। ତାହା ଇନକ୍ଲୁଜନ୍ ନ ହୋଇଥିବାରୁ ଗଭର୍ଣ୍ଣମେଣ୍ଟ OSSC ସେଥିପାଇଁ OSSC ସିଜିଏଲ୍ର ରିକ୍ରୁଟମେଣ୍ଟ ଆସିପାରୁନାହିଁ, କାରଣ OSSC ସିଜିଏଲ୍ ରିକ୍ରୁଟମେଣ୍ଟ ସେଥିରେ ଆସିବ। ତେଣୁ ଆପଣମାନେ ପଢ଼ାପଢ଼ି ଆପଣ ଜାରି ରଖନ୍ତୁ। ଆପଣମାନଙ୍କୁ ଏଇ ରିଲେଟେଡ୍ ଯାହା ବି ଆମ ପାଖରେ ଇନଫର୍ମେସନ୍ ଆସିବ ଆପଣମାନଙ୍କୁ ଆମେ ସେୟାର କରିବୁ। ଆଉ ଏଇ ରିଲେଟେଡ୍ ଖୁବ୍ ଶୀଘ୍ର ଆଶା କରାଯାଉଛି ଯେ ତାହାର ଆମେଣ୍ଡମେଣ୍ଟ ହେଇକି OSSC ପାଖକୁ ଆସିବ ଓ OSSC ବହୁତ ଶୀଘ୍ର ତାହା ରିଲେଟେଡ୍ ଭ୍ୟାକେନ୍ସି ଆଡ଼ଭାର୍ଟାଇଜମେଣ୍ଟ ରିଲିଜ୍ କରିବ, କାରଣ ଏଇଟା ଗୋଟିଏ 2025ର ରିକ୍ରୁଟମେଣ୍ଟ। ତେଣୁ 2025ରେ ହିଁ ତାକୁ ବାହାର କରିବାକୁ ପଡ଼ିବ। ତେଣୁ ସେ ଗତ ଗୋଟେ ମାସ କିମ୍ବା 2 ମାସ ଭିତରେ ଭ୍ୟାକେନ୍ସି ବାହାରିବ। ଆପଣମାନେ ସେଥିପାଇଁ ପ୍ରସ୍ତୁତ ହୁଅନ୍ତୁ ଆଉ ଆପଣମାନଙ୍କ ପ୍ରୟାସ ଜାରି ରଖନ୍ତୁ। ଏପରି ନ୍ୟୁଜ୍ ବା ଇନଫର୍ମେସନ୍ ଏକ୍ଜାମ୍ ରିଲେଟେଡ୍ ଜାଣିବାକୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ସିବି ଚିନ୍ମୟକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ।